ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଶୁଭ ସକାଳ। ମୁଁ ସସ୍ମିତା ପଣ୍ଡା, ମୋ ଚ୍ୟାନେଲ ଦ ହାର୍ଟ ଟେକରକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ବାସ୍ତବତାର ସହିତ ଉଠନ୍ତୁ, ନିଜକୁ ବର୍ତ୍ତମାନ ସହିତ ପରିଚୟ କରାଇ ଦିଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇ ଗରମ ଚା ପିଉ ପିଉ ଦିନଚର୍ଯ୍ୟା ପୂର୍ବ ପ୍ଲାନିଂ କରି ଚେୟାରରୁ ଉଠି ପଡ଼ନ୍ତୁ। ଦେଖିବେ ସମୟ କିଛି ନିଜ ପାଇଁ ବଳିଯିବ, ଯେଉଁଥିରେ ଆପଣ ନିଜେ ନିଜକୁ ଚିହ୍ନି ପାରିବେ। ଦର୍ଶକ ବନ୍ଧୁ, ଯଦି ମୋ ଭିଡ଼ିଓଟିକୁ ପସନ୍ଦ ହୁଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରତେ ଭୁଲିବେନି ଏବଂ ଶେଷ ପର୍ଯ୍ୟନ୍ତ ରହିତେ ଅନୁରୋଧ। ସକାଳୁ ସକାଳୁ ଗାଧୋଇକି ଠାକୁର ପୂଜା କରୁଥିବା ସବୁବେଳେ ହଠାତ୍ ବେଲ୍ ବାଜିଲା। ପୁଅ ବାହାଘରର ପୂର୍ବ ପ୍ରସ୍ତୁତି ଚାଲିଛି। ହୁଏତ କେହି ଆସିଥାଇପାରନ୍ତି। ତେଣୁ ମୁଁ କବାଟଟା ଖୋଲିବା ଆଗରୁ ପୁଅର ବାବା ଯାଇକି କବାଟ ଖୋଲିଦେଲେ। ପୁଅର ସାର୍, ଯେ ଆଗରୁ ତାକୁ ପଢ଼ଉଥିଲେ ହାଇସ୍କୁଲ ଟାଇମରେ, ତାଙ୍କ ନାଁ ଅଜିତ ସାର୍। ତାଙ୍କୁ ଦେଖିକି ଆମେ ବହୁତ ଖୁସି ହେଇଗଲୁ ଏବଂ ପାଖରେ ବସେଇକି ପୁଅର ବାବା କଥାବାର୍ତ୍ତା ଆରମ୍ଭ କଲେ ଆଉ ମୁଁ ଠାକୁରରେ ଯାଇ ପୂଜା ଆରମ୍ଭ କଲି। ଅଜିତ ସାର୍ଙ୍କୁ ହଠାତ୍ ଦେଖି ତା ବାବା ନିମନ୍ତ୍ରଣ ଜଣାଇଲେ ଏବଂ ପୁଅର ବାହାଘରର କ'ଣଠି ଠିକ୍ ହେଲା, କ'ଣ ହେଲା ସବୁ କହିଲେ। ଅଜିତ ସାର୍ ଗୋଟେ ଅଜବ ଟାଇପର ଲୋକ। ତେଣୁ ମୁଁ ତାଙ୍କୁ ଦାର୍ଶନିକ ବୋଲି କହେ, କାହିଁକିନା ଜୀବନକୁ ଅଲଗା ନଜରିଆରେ ସେ ଦେଖନ୍ତି। ତେଣୁ ସିଏ ତାଙ୍କ ମତ ରଖିବାକୁ ଆରମ୍ଭ କଲେ। କହିଲେ, ସାର୍ ଦେଖନ୍ତୁ, ଫରେନ୍ କଣ୍ଟ୍ରି ଏତେ ଆଡ଼ଭାନ୍ସ କ'ଣ ପାଇଁ? ସେଠି ଫାଲତୁ ଖର୍ଚ୍ଚ ହୁଏନି। ବିବାହରେ ମାନେ ବାଜା, ପ୍ରସେସନ୍, ଭୋଜି, ଏତେ ଆଡ଼ମ୍ବର କ'ଣ ପାଇଁ କିଛି ହୁଏନି ସେଠି। ଏତେ ଫାଲତୁ ଖର୍ଚ୍ଚ ହୁଏନି। ହୁଏତ ଆମ ଇଣ୍ଡିଆରେ ହୁଏ। ଆମର ଇଣ୍ଡିଆର ଆର୍ଥିକ ପରିସ୍ଥିତି ଏଇଥିପାଇଁ ଡାଉନ୍ ହେଉଛି ଯେ କି ଆମେ ମାନେ ବୋଧେ ଜୀବନର ଅଧା ପୁଞ୍ଜି ଏଇସବୁ ଫଙ୍କସନ୍ରେ ନଷ୍ଟ କରିଦିଅନ୍ତି। କ'ଣ ଦରକାର ବାହାଘରରେ ଏତେ ପଇସା ଖର୍ଚ୍ଚ କରିବା? ପୁଅ ଝିଅଙ୍କର ମନ ମିଳିବା ଦରକାର, କାହିଁକିନା ସଂସାର ପାଇଁ ପୁଅଟେର ଝିଅ ସହିତ ଅଣ୍ଡରଷ୍ଟାଣ୍ଡିଂ ଠିକ୍ ରହିବା ଦରକାର। ଆଉ ଇଏ ଯେଉଁ ଭୋଜି ଭାତ ଖାଇକି ଲୋକ ତ ଆଜି ଖାଇବେ କାଲିକି ଭୁଲିଯିବେ। ଏତେ ପଇସା ଖର୍ଚ୍ଚ କରୁଛନ୍ତି, ଏତେ ପ୍ଲାନିଂ କରୁଛନ୍ତି, ଜୀବନର ଝାଳବୁହା ଧନକୁ ବୋଇ ଦେବେ କ'ଣ ପାଇଁ? କିଛି ନାହିଁ, ଲୋକ ଖାଇବେ ଭୁଲିଯିବେ। ମୁଁ ଏଥିରେ ସପୋର୍ଟ କରେନି। ମୁଁ ଠାକୁର ଘରେ ବସୁ ବସୁ କହିଲି, ସାରେ ଆମେ ବା ଇଣ୍ଡିଆରେ ରହୁଛନ୍ତି, ଆମେ ଅନ୍ନଦାନଠୁ ମହାପୁଣ୍ୟ କିଛି ବୁଝୁନା, ଆଉ ଅତିଥି ସେବା ହିଁ ଭଗବାନଙ୍କର ସେବା ହିଁ ବୁଝୁ। ଆଉ ଦ୍ୱିତୀୟରେ ସମସ୍ତଙ୍କର ଆଶୀର୍ବାଦରେ ଗୋଟେ ସୁଖୀ ଜୀବନ ଆରମ୍ଭ ହୁଏ। ତେଣୁ ଆମେ ଦୁଆରେ ହିଁ ଜୀବନରେ ଅଧେ କଷ୍ଟ ଦୂର ହେଇଯାଏ। ଆପଣ ଆଶୀର୍ବାଦଟାକୁ ଭୁଲି ଯାଉଛନ୍ତି ଯେ ଲୋକ ଖାଇକି ଯେଉଁ ଆଶୀର୍ବାଦଟା ଦେବେ, ଶୁଭ ମନାସି ଯିବେ, ଶୁଭ କାମନା କରିବେ, ସେଇଟା ତ ଆପଣ ଭୁଲି ଯାଉଛନ୍ତି। ଗୁରୁଜନଙ୍କ ଆଶୀର୍ବାଦ, ସାଙ୍ଗସାଥୀଙ୍କର ହସ ଖୁସି, ଜୀବନର ମୋମେଣ୍ଟକୁ ବଞ୍ଚିବାର ଏଇ ତ ଗୋଟେ ମାଧ୍ୟମ ନା। କିନ୍ତୁ ସେ ବୁଝିତେ ନାରାଜ। ସେ ଯୁକ୍ତି ଆରମ୍ଭ କଲେ ଅନେକ କଥା। ମଦୁଆ ମାତାଲିଙ୍କୁ ମଦ ପିଏଇକି ବାହାଘର ଭୋଜିରେ ଫାଲତୁ ଲୋକଙ୍କୁ ଖୁଆଇକି କାହିଁକି ପଇସା ଖର୍ଚ୍ଚ କରୁଛନ୍ତି? ତା ଅପେକ୍ଷା ପଇସାଟା ରଖିଦିଅନ୍ତୁ। ବଡ଼ ଲୋକକୁ ଉତ୍ତର ନାହିଁ। ଆଉ ମୁଁ ବି ତାଙ୍କ ସହିତ କ'ଣ ଯୁକ୍ତି କରିବି? ନିଜସ୍ୱ ଧାରଣା। ସେଠୁ ସାର୍ ପଳାଇଗଲେ। ଚାହା ଦେଲି, ଖାଇକି ଶୁଣିଲୁ ତାଙ୍କ କଥା, ଇନଭାଇଟେସନ୍ କାର୍ଡ଼ ଦେଲୁ, ପଳେଇଲେ ସେ। ତାପରେ ମୁଁ ଆସିକି ଠିଆ ହେଲି ରୋଷେଇ ଘରେ ଟିଫିନ୍ ବନେଇବା ପାଇଁ। ବାହାରକୁ ନଜର ଗଲା। ଆମ ଘର ସେପଟରେ
ଜଣେ ଫ୍ୟାମିଲି ରୁହନ୍ତି, ତାଙ୍କ ବୋହୂ ପୁଅ ଉପରେ ଠିଆ ହୋଇକି ସେଲ୍ଫି ନେଉଛନ୍ତି। ହଠାତ୍ କାହିଁକି ମନଟା ଦୁଃଖ ହେଲା। ସେ ପୁଅ ଆଉ ସେ ବୋହୂ ଶାଶୁ ଶ୍ୱଶୁରଙ୍କୁ ଲୁଚିକି ଛାତ ପରେ ଯାଇକି, ତାଙ୍କର ଗୋଟେ ନୂଆ ଝିଅଟେ ହେଇଛି, ତାକୁ ଧରିକି ସେମାନେ ସେଲ୍ଫି ନେଉଛନ୍ତି, ହସ ଖୁସି କଟଉଛନ୍ତି। ତାକୁ ଦେଖିକି କାହିଁକି ମୋ ମନଟା ଭାରି ସକ୍ ହେଲା। କାରଣ ଦର୍ଶକ ବନ୍ଧୁ, ମଣିଷ ଯେତେ ବୟସର ହୁଅନ୍ତୁ ନା କାହିଁକି, ଯେତେ ସମୟ ବିତି ଯାଉନା କାହିଁକି, ସମସ୍ତଙ୍କୁ ଭଲ ପାଇବା ଦରକାର। ବାହାରୁ ମଣିଷ ଯେତେ ଷ୍ଟ୍ରଙ୍ଗ ଥାଉ, ଚୁଟି ପାଚି ଯାଉ, ଯେତେ ଥାଉ ନା, ଧନ ଅଭାବଟା ମଣିଷ ଭୁଲିଯାଏ। କିନ୍ତୁ ଏଇ ଯେଉଁ ଭଲ ପାଇବା, କେୟାରିଂ ଜିନିଷଟା ନା, କେହି ତୋତେ ଆଦର କରନ୍ତୁ, ଯତ୍ନ ନିଅନ୍ତୁ, ପ୍ରାୟୋରିଟି ଦିଅନ୍ତୁ, ଏସବୁ ଜିନିଷ ନା ମଣିଷକୁ ସବୁବେଳେ ଅଭାବ ରହେ। ଚଳିବନି ଏ ଜିନିଷ। ଯେମିତିକି ମୁଁ ଦିନ ଯାଏ ଚିହ୍ନ ରହେ ଦର୍ଶକ ବନ୍ଧୁ। ମଣିଷ ପରିଶ୍ରମ କରିକି ମାନେ ଗରିବରୁ ଧନୀ ସିନା ଅବଶ୍ୟ ହେଇଯାଏ, ଘରେ ଗୋଟେ ମାନେ ଷ୍ଟାଟସ୍ ମେଣ୍ଟେନ୍ କରି ରହି ତ ଯାଏ, କିନ୍ତୁ ପଛକୁ ପଛ କରିବାଟା ବହୁତ କଷ୍ଟ। ଏଇ ଯେଉଁ ଆଘାତ ମିଳେ ନା ନିଜ ଲୋକଙ୍କଠୁ, ସେଇଟା ମଣିଷ ଭୁଲି ପାରେନି। ଆଉ ସେଇ ଆଘାତକୁ ଯେତେବେଳେ କେତେବେଳେ ହାତ କେହି ମାରିଦିଏ ନା, ସେତେବେଳେ ମୁଣ୍ଡଟା ଜାମ୍ ହେଇଯାଏ। ନିଜର ବିଗତ ଦିନ, ମୁଁ ବି ଦିନେ ବୋହୂ ହେଇକି ଆସିଥିଲି। ମୋ ଶାଶୁ ଶ୍ୱଶୁରଙ୍କର ମାନସିକତା ଏଇଆ, ଏମିତି କ'ଣ ବର୍ଣ୍ଣନା କରିବି। ଗୋଟେ ଉଦାହରଣ ଦେବି, ଆମ ଘରକୁ ଯେଉଁ ଭିକାରୀ ଆସନ୍ତି ଭିକ ମାଗିତେ ନା, ମୋ ଶାଶୁ ତାଙ୍କୁ ଧରି ପକାଏ ଏବଂ ପଚାରେ, ଦିନ ତମେ ଭିକ ମାଗିକି କେତେ ଟଙ୍କା ପାଉଛ? ସେଇଠୁ ସେ କହେ, ମା' ଟଙ୍କାଟେ ତ ଦେବେ, ଲୋକ କୋଉ 10-20 ଦେଉଛନ୍ତି, ଟଙ୍କାଟେ ଦେବେ, ଯେତେ ଘର ସେତେ ଟଙ୍କାଟେ ହିସାବ କରନ୍ତୁ। ସେଇଠୁ ମୋ ଶାଶୁ କହିବ, ତାହେଲେ ତମମାନଙ୍କୁ ମୁଁ କହୁଛି, ମୋର ଏଇ କାମଟା ବାଡ଼ିରେ କରିଦିଅ, ମୁଁ ଖାଇତେ ଦେବି, ଆଉ 100 ଟଙ୍କା ଦେବି। ଏଭଳି ମାନସିକତା ମୋ ଶାଶୁ ଶ୍ୱଶୁରଙ୍କର। ଆପଣମାନେ ବୁଝିପାରୁଥିବେ ସେମାନେ କିଭଳି ଟାଇପର ଲୋକଙ୍କ ସଙ୍ଗରେ ମୋ ଦିନ କଟିଛି। ଆଉ ମୋ ସ୍ୱାମୀ, କେବେ ଘର ଭଲ ଲାଗେନି, ଘର ତରକାରୀ ଭଲ ଲାଗେନି, ଘର ଲୋକ ଭଲ ଲାଗେନି। 5 ମିନିଟ୍ ତାଙ୍କ ପାଖରେ ବସିଯିବା ତାଙ୍କୁ ବଡ଼ କଷ୍ଟ। ସବୁବେଳେ ଛକ, ବଜାର, ହୋଟେଲ, ପର ଘରେ ଯାଇ ଘଣ୍ଟେ ବିତେଇବା, ଅନ୍ୟ କଥା ଧ୍ୟାନରେ ଶୁଣିବା, ଏଭଳି ଲୋକ ସେ ଥିଲେ। ତା ଭିତରେ ମୁଁ, ଯିଏକି ମାନେ ଇନୋସେଣ୍ଟ, ନିଜ ଲୋକଙ୍କ ପାଇଁ ତ୍ୟାଗ ତପସ୍ୟା କରିତେ ଭଲ ଲାଗେ। ନିଜ ଲୋକ ଛଡ଼ା, ନିଜ ଘର ଛଡ଼ା ଦୁନିଆଟା ଭଲ ଲାଗେନି। ଅପୋଜିଟ୍ ନେଚର। ଛାଡ଼, କର୍ମ ନେଇ ଭାଗ୍ୟ ଦୋଷ, ଯାହାକୁ ଯାହା ନେଇକି ତ ଆଜି ଜୀବନର ଏତେ ବର୍ଷ କଟେଇ ଦେଇ ସାରିଲେଣି। ହଠାତ୍ ମୋ ନଜର ପଡ଼ିଲା, ଉପମାରେ ଲୁଣ ପକେଇଛି କି ନାହିଁ। ସେଇଠୁ କ'ଣ କଲି, ଯାଇକି ଉପମା ଟିକେ କାଢ଼ିକି ପାଟିରେ ପୁରେଇଲି। ଆରେ ଲୁଣ ତ ପକେଇଛି, ଫେର ଥରେ ଲୁଣ ପକେଇ ଦେଇଥିଲେ ଏଇକିଣା ଗଲା ଗାଳି ଗୁଡ଼ାକ ମିଳିଥାନ୍ତା। ଛାଡ଼, ଉପମା ପ୍ଲେଟ୍ ନେଇକି ପୁଅର ବାବାକୁ ମୁଁ ଦେଲି, ଖାଇଲେ। ଏଇଭଳି ବାରମ୍ବାର ମୁଁ କାହିଁକି ପୁଅ ବାହାଘର ପରଠୁ ଅନ୍ୟମନସ୍କ ରହୁଛି? କାହିଁକି ଲାଗୁଛି ଯେ କି ମୁଁ ମୋ ପଛ ଦିନକୁ ପଛେଇ ଯାଉଛି। ଚେୟାର ପରେ ବସିଲି, ଭଉଣୀର ଫୋନ୍ ଆସିଲା, ନାନୀ ମୁଁ ଯାଉଛି ତ ଘର ବାଟେ ଦେଇକି, ତ ଘରକୁ ଯିବି, ମୋ ପାଇଁ ଖାଇବା ତିଆରି କରିଥିବ। ମୁଁ ଆଉ ବସିବି କ'ଣ,
ରାନ୍ଧିବାରେ ଲାଗି ପଡ଼ିଲି। ଭଉଣୀ ଆସିଲା, ଖାଇ ପିଇ ଭଉଣୀ ବିଦା ହେବାକୁ ରାସ୍ତା ପାଖକୁ ଗଲି। ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଆସିଥିଲେ। ତାଙ୍କ ପିଲାକୁ ଘରେ ଛାଡ଼ି ଦେଇକି ଆସିଥିଲେ। କାର ଠିଆ ହେଇଛି, ଡ୍ରାଇଭର ଆଗରେ ବସିଛି। ମୁଁ ଯେତେବେଳେ ପୁଅର ବାପା ସହିତ ଯେତେବେଳେ ବାହାରକୁ ଯାଏ ନା, ସିଏ ସବୁବେଳେ ଡ୍ରାଇଭର ପାଖରେ ଆଗ ସିଟରେ ବସନ୍ତି ଆଉ ମୁଁ ପଛ ସିଟରେ ବସେ। କିନ୍ତୁ ଏଠି ବ୍ୟତିକ୍ରମ। ମୋ ଭଉଣୀର ହଜବେଣ୍ଡ ଆଗ ସିଟରେ ନ ବସିକି ପଛ ସିଟରେ 2 ଜଣ ଯାକ ଅତି ଖୁସିରେ ବସିଲେ। ଡ୍ରାଇଭର ଆଗରେ ଗାଡ଼ି ଷ୍ଟାର୍ଟ ହେଲା, ପଳେଇଗଲା। ପୁଣି ଥରେ ଛାତିକି ଲାଗିଲା। ମୁଁ ସମସ୍ତଙ୍କୁ ଦେଖେ ଯେ କି କାରରେ ହଜବେଣ୍ଡ ଡ୍ରାଇଭିଂ କରୁଥିବେ, ତାଙ୍କ ପାଖରେ ଆଗ ସିଟରେ ତାଙ୍କ ୱାଇଫ୍ ବସିଥିବ। କିନ୍ତୁ ମୋ ଜୀବନ କଟିଗଲା ପଛ ସିଟରେ ବସି ବସିକି। ଆଉ ମୋ ହଜବେଣ୍ଡ ତ ଡ୍ରାଇଭର ରଖିଛନ୍ତି, ତେଣୁ ସେ ତାଙ୍କ ପାଖରେ ବସନ୍ତି। ଭାରି ମନ ଦୁଃଖ ହେଲା। ସକାଳୁ ପରୁ କ'ଣ ହେଉଛି ମୋ ସାଙ୍ଗରେ? କ'ଣ ମୋର ଇଏ ସ୍ୱାର୍ଥପରତା ନା ସେ କ'ଣ ଇଏ? ସବୁ ଜିନିଷ ଯେମିତି ମୋତେ ମୋ ଆଡ଼କୁ ଟ୍ରିଗର ହେଉଛି। ଘରକୁ ଆସିଲି, ବସିଲି ଚୁପଚାପ, ମୁହଁଟାକୁ କାନିରେ ପୋଛି ପକେଇଲି। ଭାବିଲି ଆଜି କାହିଁ ମୋତେ ଅଭାବ ଜଣାପଡ଼ୁଛି। ପ୍ରତ୍ୟେକ ଜିନିଷରେ ଅଭାବ ଜଣାପଡ଼ୁଛି। କାହିଁକି ମୋ ଭିତରେ ଆଜି ଯେଉଁ ପୂର୍ଣ୍ଣତା ଥିଲା, ଆଜି କାହିଁକି ଲାଗୁଛି ମୁଁ ଅଧା, ମୁଁ ଅପୂର୍ଣ୍ଣ। ମୋତେ ବି କିଛି ଦରକାର ଅଛି। ଏହି ସମୟରେ ପୁଅର ବାବା ଆସିକି ବସିଲେ ଏବଂ ମୋତେ କହିଲେ, କ'ଣ ହେଲା କି? ମୁଁ ତାଙ୍କ ମୁହଁକୁ ଚାହିଁଲି ଏବଂ ମନେ ମନେ କହିଲି, ମୋ ଜୀବନରେ ବାହା ହେଲା ପରେ ତ ଯାହା ହେଇଛି ତମ ଯୋଗୁଁ ହେଇଛି। ଆଉ ତମକୁ କ'ଣ କହିବି? କରି ତ ଦେଇଛ, ଜାଣିପାରୁନ କ'ଣ କରିଛ। ଆଉ ଯିଏ ଜାଣିପାରୁନି ତାକୁ କହିକି ଲାଭ କ'ଣ? ମୁଁ ସେଇଠୁ କହିଲି, କ'ଣ ହେଲା କି? କାହା ଫୋନ୍ ଆସିଥିଲା? ସେଇଠୁ ପୁଅର ବାବା କହିଲେ, କି ଝିଅର ବାପା ଫୋନ୍ କରିଛି, ଝିଅ କାଳେ ବହୁତ ଆଇଁଷ ଖାଏ। ଆମେ ତ ଦୀକ୍ଷିତ, ଆମେ ତ ଆଇଁଷ ଖାଉନାହାନ୍ତି, ପିଆଜ ରସୁଣ ଖାଉନାହାନ୍ତି, ଏଇଖିଣା କ'ଣ କରିବା? ସେଇଠୁ ମୁଁ ଆଉ କିଛି କହିଲିନି। ମୁଁ ତ ଏକରେ ସେପଟରୁ ଏଭଳିଆ ହେଇକି ଆସିଛି। ମୁଁ ସେଇଠୁ କହିଲି, ହଉ ମୋତେ ଟିକେ ଭାବିତେ ସମୟ ଦିଅ। ତମେ ଯାଅ, ଖାଇସାରିଲଣି, ଶୋଇପଡ଼ିବ। ମୁଁ ଟିକେ ଟିଭି ଦେଖିବି, ମୋ ଦେହଟା ଭଲ ଲାଗୁନି, ମୁଁ ବସେ, ଥକିଗଲିଣି, ତମେ ଯାଅ। ସେଇଠୁ ସେ ଗଲେ, ଶୋଇପଡ଼ିଲେ। ମୁଁ ବସିଥିଲି, ଭାବିଲି ମୋ ଘରକୁ ନୂଆ ଜଣେ ଆସୁଛି, ତାର ନୂଆ ସଂସ୍କାର ଆଉ ଆମର ଅଲଗା ସଂସ୍କାର। ଆମେ ସ୍ପିରିଚୁଆଲ। ସେ କେମିତି ମୁଁ ଜାଣିନି, କ'ଣ ବୋଲି ମୁଁ ଜାଣିନି, କିନ୍ତୁ ତାର ଏଠି ନୂଆ ଆଗମନ। ମୁଁ ଆଉ ଜଣଙ୍କର ମା ହେବାକୁ ଯାଉଛି। ଦିନେ ମୋ ଶାଶୁ ଯାହା ମୋ ସହିତ କରିଗଲା, ମୋତେ ପୁରା ମୋ ଚିନ୍ତାଧାରାକୁ ଶୂନ କରିଦେଲା ଏବଂ ତା ଚିନ୍ତାଧାରାକୁ ମୋତେ ମାନିବାକୁ ବାଧ୍ୟ କଲା। ନା ସିଏ ସୁଖୀ ରହିଲା, ନା ମୁଁ ସୁଖୀ ରହିଲି। ଆମ ଭିତରେ ପରସ୍ପର ପ୍ରତି ସମ୍ମାନ ନଥିଲା, କେବଳ ମଜବୁରି ଥିଲା। ଖୁସି ନଥିଲା କେହି କାହା କଥାକୁ ମାନିବା ପାଇଁ। କାହିଁକିନା ପରସ୍ପର ଆମେ ଭାବନା ଯୋଗୁଁ ହିଁ ତ ପରସ୍ପର ପାଖକୁ ଆସନ୍ତି। କିନ୍ତୁ ମୁଁ ସେଇଟା କରିବାକୁ ଚାହୁଁନି। ସବୁ ଥାଇକି ଯେଉଁ ଜହ୍ନରେ କଳଙ୍କ ଲାଗିଛି, ଯେଉଁଟାକି ଆଜି ମୋତେ ଅନୁଭବ ହେଉଛି, ସେଇଟା ଆଉ ଜଣକୁ କାହାକୁ ଅନୁଭବ ନ ହଉ। ମୋ ଘରେ ମୋ ବୋଉ ଆସୁଛି, ଗୋଟେ ମୋର ଝିଅ ନାହିଁ, ଝିଅ ଆଣୁଛି, ସିଏ ତା ପରିବାରକୁ ଛାଡ଼ିକି ଆସୁଛି। ହୁଏତ ସିଏ ମୋତେ ମୋର ପରିବେଶ, ମୋ ଜିନିଷକୁ ସିଏ ଗ୍ରହଣ ନ କରିପାରେ, ତାକୁ ସମୟ ଲାଗିପାରେ। ହଠାତ୍ ତାକୁ ମୁଁ
ମାନେ ସରପ୍ରାଇଜ୍ କରିକି ଦବେଇକି ମୋ ଚିନ୍ତାଧାରାକୁ ତାପରେ ଲଦିତେ ମୁଁ ଚାହେଁନି। କାରଣ ଯିଏ ସ୍ୱାଧୀନ ସିଏ ସମସ୍ତଙ୍କ ପାଇଁ ଭଲ, ଆଉ ଯିଏ ବନ୍ଦିନା ସିଏ ତ ନିଜେ ଦୁଃଖୀ, ସିଏ ଅନ୍ୟକୁ କ'ଣ ଖୁସି ଦବ। ତେଣୁ ହୁଏତ ସେ ମାନିପାରେ, ନ ହୁଏତ ନ ମାନିପାରେ, ହୁଏତ ସେ ମାନିବାକୁ ସମୟ ଲାଗିପାରେ। ପିଆଜ ରସୁଣ ବିନା ପିଆଜ ରସୁଣରେ ଖାଇବା, ଆମିଷ ନ ଖାଇବା, ଯଦି ସିଏ ନ ମାନିଲା ତାହେଲେ ମୁଁ ବଦଳି ଯିବିନି। ନଈ ପଡ଼ିଲେ ଲହଡ଼ି ଯାଏ, ଘର କରିଥିଲେ ପଥର ପଡ଼େନା ସଏ। ଯଦି ଶାଶୁର ଚିନ୍ତାଧାରାକୁ ମୁଁ ନିଜେ ଗ୍ରହଣ କରିକି ଆଜି ଏତେ ବାଟ ଚାଲି ଆସିଲି, ସ୍ୱାମୀର ସାଙ୍ଗରେ ହାତରେ ହାତ ମିଶେଇକି ଏତେ ବାଟ ଚାଲି ଆସିଲି, ତାଙ୍କ ଭଳି ସଂସ୍କାରଧାରୀଙ୍କୁ ମୁଁ ସହିଗଲି, ଆଉ ଘରକୁ ଭାଙ୍ଗିତେ ଦେଲିନି। ଆଜି କ'ଣ ମୁଁ ଭାଙ୍ଗିଦେବି? ଯୋଉ ପୁଅକୁ ହାତରେ ତିଆରି କରିଛି ସିଏ ଖୁସି ହେଲେ ମୁଁ ଖୁସି। ଧର୍ମ କ'ଣ ଶିଖାଏ ଦର୍ଶକ ବିନ୍ଦୁ? ନଇଁବା ଶିଖାଏ, ନମ୍ରତା ଶିଖାଏ, ପରିସ୍ଥିତି ଅନୁସାରେ ନିଜକୁ ଢଳେଇବା ଶିଖାଏ। ଯଦି ଧର୍ମ ଏହା ଶିଖାଏ, ତେବେ ମୁଁ ତା ଆଗରେ ଏତେ ନିଷ୍ଠୁର କେମିତି ହେବି? ଧୀର ପାଣି ପଥର କାଟେ। ହୁଏତ ସେ ଆମକୁ ଗ୍ରହଣ କରିପାରେ, ତାକୁ ସମୟ ଲାଗେ, ଆଉ ମୁଁ ସେ ସମୟକୁ ଅପେକ୍ଷା କରିବି, ନା କି ତାପରେ ମୋ ନିଜସ୍ୱ ଚିନ୍ତାଧାରା ଲଦିବି। ଯଦି ବା ସେ ନ ବଦଳିଲା ତାହେଲେ ମୁଁ ଆଇଁଷ ଖାଇଦେବି, କ'ଣ ହେଇଗଲା ସେଇଠୁ। କିନ୍ତୁ ସବୁ ହଉ, ଘର ନ ଭାଙ୍ଗୁ। ସରଗରଠୁ ସୁନ୍ଦର ଅଟେ ସେହି ଘର, ପରସ୍ପର ସ୍ନେହ ଥାଏ ନିରନ୍ତର। ଏଇଆ କହୁଛି ନା, ଠିକ୍ ନା ଦର୍ଶକ ବନ୍ଧୁ? ଯୋଉଟା ମୁଁ ଅଧା ହେଇଯାଇଛି, ଯୋଉଟା ଆଜି ମୋତେ ଅଭାବ ଅନୁଭବ କରୁଛି, ତାକୁ ମୁଁ ଆଉ ଜଣଙ୍କର କାହିଁକି କରିବି? ମୁଁ ଘରର ବଡ଼ ମେରୁଦଣ୍ଡ। ତେଣୁ ମୋ ସଂସାରରେ ସମସ୍ତେ ସ୍ୱାଧୀନ, ସୁସ୍ଥ ମାନସିକତା, ସୁସ୍ଥ ଦେହ ନେଇକି ବଞ୍ଚନ୍ତୁ। କେହି ପରାଧୀନ ହେଇକି ବଞ୍ଚନ୍ତୁନି, ଆଉ ମୋ ଭଳି ଅଭାବୀ ହେଇକି ବଞ୍ଚନ୍ତୁନି। ଠିକ୍ କହୁଛି ନା ଦର୍ଶକ ବନ୍ଧୁ? ଯଦି ମୋ ଭିଡ଼ିଓଟିକୁ ଭଲ ଲାଗେ ତେବେ ନିଶ୍ଚୟ କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।